କ୍ଷେତ୍ରରେ ଦ ବ୍ୟବହାର କରିବା। ଯେପରିକି ଦ ବୟ ଇଜ୍ ମାଇ ଫ୍ରେଣ୍ଡ, ଏଠାରେ ବୟ ହେଉଛି ସ୍ପେସିଫିକ୍, ଏଠାରେ ଗୋଟେ ବୟ ନା କୁହାଯାଇଛି ସ୍ପେସିଫିକ୍ ଭାବରେ। ତାପରେ ଦ ବୁକ୍ ଅନ୍ ଦ ଟେବୁଲ୍ ଇଜ୍ ମାଇନ୍, ଏଠାରେ ବୁକ୍ଟା ସ୍ପେସିଫିକ୍ ଭାବରେ ବ୍ୟବହାର କରାଯାଇଛି ଏବଂ ଟେବୁଲଟାକୁ ମଧ୍ୟ ସ୍ପେସିଫିକ୍ ଭାବରେ ବ୍ୟବହାର କରାଯାଇଛି। ତାପରେ ସେକେଣ୍ଡ ରୁଲ୍ ହେଲା ଏକମାତ୍ର ବ୍ୟକ୍ତି ବା ପଦାର୍ଥ ବୁଝା ପଡ଼ୁଥିଲେ ଦ ବ୍ୟବହାର କରିବା। ଯେପରି ଦ ସନ୍, ଦ ୟାଥ୍, ଦ ମର୍କ୍ୟୁରୀ। ଦ ଆକବର ବ୍ୟକ୍ତି ବୁଝେଇଲା, ଦ ଆଲେକ୍ଜାଣ୍ଡର ଏକ ବ୍ୟକ୍ତି, ସାହାରା ଗୋଟେ ଡିଜର୍ଟକୁ ବୁଝେଇଲା, ଦ ମହାନଦୀ ଗୋଟେ ନଦୀକୁ ବୁଝେଇଲା। ଗୋଟେ ସ୍ପେସିଫିକ୍ ଏକମାତ୍ର ଜିନିଷକୁ ବୁଝାଉଥିବାରୁ ଏଠାରେ ଆମେ ଦ ବ୍ୟବହାର କରିବା। ଯେପରିକି ଦ ଡଗ୍, ଯେପରି ପପି, ମଙ୍ଗରେଲ୍, ପପି, ଏମିତି କେତେଗୁଡ଼ିଏ ଡଗ୍ କେତେ ନାଁ ଦିଆହେବ, ସେଇ ଡଗ୍କୁ ବୁଝେଇବାକୁ କ'ଣ କହିବା, ଏଇଟା ପ୍ରପର ନାଉନ୍, ତା ନାଁକୁ ବୁଝେଇଲେ ପ୍ରପର ନାଉନ୍, ଯଦି ତାର ସାଧାରଣ ଜାତି ବୁଝିଲା ଏଇଟା ହେଉଛି କମନ୍ ନାଉନ୍। ତାପରେ ଯେମିତି ଗୋଟେ ମଣିଷ ଗୋଟେ ଜାତି ବୁଝେଇବ, ଯେମିତି ରାମ, ହରି, ସୁଦାମ, ଗୋପାଳ, ଏମିତି କେତେଗୁଡ଼ିଏ ଲୋକଙ୍କର ନାଁ ଦେଇଥିଲେ ସେଇଟାକୁ କ'ଣ ବୁଝେଇବା ନା ପ୍ରପର ନାଉନ୍। ଆଉ ଯଦି ତାଙ୍କର ସ୍ପେସିଫିକ୍ ତାଙ୍କର ଯଦି ଗୋଟେ ଜାତି ବୁଝେଇଲା, ଯେମିତି ଜାତି ବୁଝେଇଲା ମାନେ ସେଟାକୁ କହିବା କମନ୍ ନାଉନ୍। ତାପରେ ଆସିବ ବାଦ୍ୟଯନ୍ତ୍ର ବୁଝେଇଲେ ଆମେ ଦ ବ୍ୟବହାର କରିବା। ଦ ପିଆନୋ, ଦ ଭାଉଲିନ୍, ଦ ଫ୍ଲୁଟ୍। ଓକେ, ଯେପରିକି ଏକ୍ଜାମ୍ପଲ୍ ହି ପ୍ଲେଜ୍ ଦ ଭାଉଲିନ୍, ଦେଖ ଭାଉଲିନ୍ ପୂର୍ବରୁ ଦ ବ୍ୟବହାର ହେଉଛି, କାହିଁକି ନା ଦଟା ଗୋଟେ ବାଦ୍ୟଯନ୍ତ୍ର ପୂର୍ବରୁ ଦ ବ୍ୟବହାର କରାଗଲା। ତାପରେ ରାମ ପ୍ଲେଜ୍ ଦ ଫ୍ଲୁଟ୍, ତାପରେ ଫ୍ଲୁଟ୍ଟା ଗୋଟେ ବାଦ୍ୟଯନ୍ତ୍ର, ଫ୍ଲୁଟ୍ ପୂର୍ବରୁ ଦ ବ୍ୟବହାର କରାଗଲା। ତାପରେ 5 ନମ୍ବରରେ ତ ଖବରକାଗଜ ପୂର୍ବରୁ ଦ ବ୍ୟବହାର କରାଯାଏ, ଯେକୌଣସି ପ୍ରକାର ଖବରକାଗଜ ପୂର୍ବରୁ ଆମେ ଦ ବ୍ୟବହାର କରିପାରିବା। ଏକ୍ଜାମ୍ପଲ୍ ଦ ସମାଜ, ଦ ସମ୍ବାଦ, ଦ ଟାଇମ୍ସ ଅଫ୍ ଇଣ୍ଡିଆ, ଦ ପ୍ରମେୟ, ଏଟସେଟ୍ରା, ଯେକୌଣସି ପ୍ରକାରର ଖବରକାଗଜ ପୂର୍ବରୁ ଆମେ ଦ ବ୍ୟବହାର କରିପାରିବା। ତାପରେ 6 ନମ୍ବର ରୁଲ୍ରେ କହିଲା ଧର୍ମଗ୍ରନ୍ଥ ପୂର୍ବରୁ ଆମେ ଦ ବ୍ୟବହାର କରିବା। ଓକେ, ଯେକୌଣସି ଧର୍ମଗ୍ରନ୍ଥ ହଉ, ଯେଉଁଟାକୁ ଆମେ ମାନୁଛେ, ଯେଉଁ ଧର୍ମଗ୍ରନ୍ଥ ମାନୁଛେ ସେଇଟାକୁ ସେଇ ଧର୍ମଗ୍ରନ୍ଥ ପୂର୍ବରୁ ଆମେ ଦ ବ୍ୟବହାର କରିବା। ଯେପରି ଦ ଗୀତା, ଦ ରାମାୟଣ, ଦ ବାଇବେଲ୍, ଏଟସେଟ୍ରା। ଯେପରି ୱି ଆର୍ ଷ୍ଟଡିଂ ଦ ଗୀତାକୁ ଆମେ ସଦାବେଳେ ପଢ଼ୁଛୁ। ତାପରେ ରୋଗକୁ ବୁଝାଇଲେ ଆମେ ଦ ବ୍ୟବହାର କରିବା, ଯେକୌଣସି ରୋଗକୁ ବୁଝାଇଲେ, ଯେପରି ଦ କଲେରା, ଦ କ୍ୟାନ୍ସର, ଏଟସେଟ୍ରା। ଯେପରି ଏକ୍ଜାମ୍ପଲ୍ ରାମ ଇଜ୍ ସଫରିଂ ଦ କଲେରା, ଏଠାରେ କଲେରା ରୋଗରେ ରାମ ସଫରିଂ ହେଇଛି, ତେଣୁ କଲେରା ପୂର୍ବରୁ ଦ ବ୍ୟବହାର କରାଯାଏ।